ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ହିନ୍ଦୁ ଧର୍ମରେ ଏହି ମାସର ରହିଛି ଖୁବ୍ ମହତ୍ତ୍ୱ। ଶ୍ରାବଣ ମାସରେ ଅନେକ ଲୋକ ଆମିଷ ଖାଇବା ବନ୍ଦ ଛାଡ଼ି ଦିଅନ୍ତି। କିନ୍ତୁ ଏହା କେବଳ ଧାର୍ମିକ ମାନ୍ୟତା ନା ଏହା ପଛରେ ରହିଛି ବୈଜ୍ଞାନିକ କାରଣ? ଆସନ୍ତୁ ଜାଣିବା। ବୈଜ୍ଞାନିକଙ୍କ ଅନୁଯାୟୀ ମୌସୁମୀରେ ପ୍ରବଳ ବର୍ଷା ହୁଏ। ଏଥିପାଇଁ ବାୟୁରେ ଆର୍ଦ୍ରତା ବଢ଼ି ଯାଇଥାଏ। ଏହାପରେ ଫଙ୍ଗଲ ଇନଫେକ୍ସନ୍ ହେବାର ଆଶଙ୍କା ବଢ଼ିଥାଏ। ବର୍ଷା ଋତୁରେ ପରିବେଶରେ ଆର୍ଦ୍ରତା ବଢ଼ିଯାଏ, ଯେଉଁଥିପାଇଁ ହଜମ ଶକ୍ତି ଦୁର୍ବଳ ହୋଇଯାଏ। ଆଉ ଆମିଷ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ନେଇଥାଏ। କେବଳ ଯେ ଦୁର୍ବଳ ହଜମ ହେତୁ ଖାଦ୍ୟ ହଜମ ହୁଏନି ତା ନୁହେଁ, ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଫୁଡ୍ ପଏଜନ୍ ହେବାର ସମ୍ଭାବନା ବଢ଼ିଥାଏ। ବର୍ଷା ହେତୁ କୀଟ ପତଙ୍ଗଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଥାଏ। ଏହା ମଣିଷ ତଥା ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏହି ସମୟରେ ଜୀବଜନ୍ତୁଙ୍କ ମାଂସ ଖାଇବା ଶରୀରକୁ କ୍ଷତି ପହଞ୍ଚାଇପାରେ। ବର୍ଷା ସମୟରେ ଜଳ ଦୂଷିତ ହୁଏ। ଏହା ମାଛ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ବର୍ଷା ଋତୁରେ ମାଛ ଖାଇବା ମଧ୍ୟ ଉଚିତ ନୁହେଁ। ମାଛ, ପଶୁ ଏବଂ ପକ୍ଷୀମାନଙ୍କ ପାଇଁ ଏହା ହେଉଛି ପ୍ରଜନନ ସମୟ। ଏପରି ସ୍ଥିତିରେ ଯଦି କେହି କୌଣସି ଗର୍ଭବତୀ ଜୀବକୁ ଖାଏ, ତେବେ ସେ ହରମୋନାଲ୍ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ତେଣୁ ଶ୍ରାବଣ ମାସରେ ଆମିଷ ଖାଇବାକୁ ବାରଣ କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବେ।